ସାଙ୍ଗ ସମସ୍ତେ କୁହନ୍ତି ପୁରାଣ ଅନୁସାରେ ଭଗବାନ ସବୁ ରାକ୍ଷସ ଦାନବମାନଙ୍କୁ ମାରିକି କୁଟିକି ଉପରକୁ ନେଇକି ପଳେଇଛନ୍ତି, କିନ୍ତୁ ନା ତାଙ୍କ ଭିତରୁ କିଛି ବଞ୍ଚି ଯାଇଛନ୍ତି, ତାଙ୍କ ଭିତରୁ କିଛି ଅଛନ୍ତି। ଯଦି ତମେ ରାକ୍ଷସ ଦେଖିବା ପାଇଁ ଚାହୁଁଛ ବର୍ତ୍ତମାନ ଯୁଗରେ, ତାହେଲେ ଚାଇନା ପଳାଅ। ମାନେ ସାପ ବେଙ୍ଗ ତ କେତେ ଖାଇଯିବେ, ଏତେ ଅସୁର ଗୁଡ଼ା, ମାନେ ସାପ ବେଙ୍ଗ ତ କେତେ ଖାଇଯିବେ। ଆଉ ତମେ ଯଦି ଟିକେ ଗୁରା ହେଇଥିବ ନା, ଯଦି ଟିକେ ଗୁରା ଭଳିଆ ଦେଖାଯାଉଥିବ, ସେ ତମକୁ ବି ଚୁବି ଦେଇପାରେ। ଆଉ ରାକ୍ଷସମାନଙ୍କ ସହିତ ଯଦି ମାରପିଟ କରିବା ପାଇଁ ଚାହୁଁଛ, ଯୁଦ୍ଧ ଯଦି କରିବା ପାଇଁ ଚାହୁଁଛ, ତାହେଲେ ପାକିସ୍ତାନ ପଳାଅ। ଯେତେ ଆତଙ୍କବାଦୀ ସେଇଠି, ଯେତେ ପାରିବ ମାରପିଟ କରିବ। ଆଉ ରାକ୍ଷସମାନଙ୍କ ସର୍ଦ୍ଦାରକୁ ଯଦି ଦେଖିବା ପାଇଁ ଚାହୁଁଛ ନା ସାଙ୍ଗ, ତାହେଲେ କୁରିଆ ପଳାଅ। ଏ ଦେଖ କିମ୍ ଜଙ୍ଗ ଉନ୍, ତା ନାଁ ପାଟିର ଗଳୁନି ପରା। ମାନେ ସବୁ ରାକ୍ଷସମାନଙ୍କ ସର୍ଦ୍ଦାର। ଆଉ ସବୁ ରାକ୍ଷସମାନଙ୍କ ବାପ ଯଦି ଦେଖିବା ପାଇଁ ଚାହୁଁଛ ନା, ସବୁ ରାକ୍ଷସମାନଙ୍କ ବାପ ସିଏ AI। ମାନେ ବୁଝିପାରିଲେ ନା, ଏଟା ଭାଷା ନୁହେଁ। AI ମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, AI ଟେକ୍ନୋଲୋଜି। ବିଶ୍ୱାସ କର, ସବୁ ରାକ୍ଷସମାନଙ୍କ ବାପ ହେଉଛି ସେଇ। ମାନେ ଏବେ ନୁହେଁ, ଆଗକୁ ଆଉଛି ଗୋଟେ ଦିନ, ଧୀରେ 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 ମାନେ ସମସ୍ତଙ୍କୁ ମାରିକି, ସମସ୍ତଙ୍କ 14 ପୁରୁଷ ଉଦ୍ଧାର କରିକି, ବାକ୍ୟ ପାଣି ସୁଦ୍ଧା ସେଇ ଦେଇଦେବ ହେଲା, ତମ କ୍ରିୟା ସୁଦ୍ଧା ସେଇ କରିଦେବ, ତମ ବର୍ଷିକି ବି ସେ ମନେ ରଖିଦେବ, ସେ କରିଦେବ। AI ଏତେ ଖତରନାକ ଭାଇ, ତମେ ବିଶ୍ୱାସ କର କି ନ କର,